ଆଜିକାଲି ଏମିତି ବି ହେଉଛି ଗାଇଜ୍, ଧରାଯାଉ ତୁମେ ଯଦି ସିମ୍ଟାକୁ ରିଚାର୍ଜ କରିବନି, ବର୍ଷେ ବି ରିଚାର୍ଜ କରିବନି, ଯଦି 6 ମାସ ବି ରିଚାର୍ଜ କରିବନି, ଫୋନ୍ ତ ଆସିବ କଷ୍ଟମର୍ କେୟାରରୁ, ବଟ୍ ସେଇ ନମ୍ବରଟା ଆଉ ଜଣଙ୍କ ରେଜିଷ୍ଟ୍ରେସନ୍ ହେଇଯାଇଥିବ। ମାନେ ଏମିତି କେମିତି ହେଇଯାଉଛି? ସିମ୍ଟା ମୋ ନାଁରେ ଅଛି, ମୁଁ ଆଧାର କାର୍ଡ଼ ଦେଇକି ରେଜିଷ୍ଟ୍ରେସନ୍ କରୁଛି, ତା ବୋଲି ନୁହଁ ଯେ କିଛି ଟାଇମ୍ ଦିଅ, ନହେଲେ ଏମିତି 6 ମାସ ଦିଅ ଟାଇମ୍, ତାପରେ କି 6 ମାସ ପରେ ତୁମର ସିମ୍ ବନ୍ଦ ହେଇଯିବ, ଆଉ ହେବନି ନା, ସାଙ୍ଗେ ଧର ଯଦି 2 ମାସ 3 ମାସ ପରେ ବି ସିମ୍ ଅଫ୍ ହେଇଯାଉଛି, ସେମିତି କେମିତି ହେବ? ବହୁତ ଦୁଃଖର କଥା। ଏତେ କଷ୍ଟ କରି ସିମ୍ ରେଜିଷ୍ଟ୍ରେସନ୍ କରିବ, ଆଧାର କାର୍ଡ଼ ଦେବ, ସବୁ ଦେବ, ଭୋଟର କାର୍ଡ଼ ଦେବ, ଦେଖିଲା ବେଳକୁ ଏମିତି ଅସୁବିଧା। ସେ ନମ୍ବରରେ ଆଧାର କାର୍ଡ଼ ଲିଙ୍କ୍ ଥିବ, ବ୍ୟାଙ୍କରେ ଦେଇଥିବ, ଆଉ ସବୁଆଡ଼େ ଦେଇଥିବ, ଯଦି ସେ ନମ୍ବରଟା ହିଁ ରହିବନି ତାହେଲେ କ'ଣ ଲାଭ ହେବ? ଆଉ ଥରେ ଯାଇକି ନମ୍ବର ଚେଞ୍ଜ କର, ଯାଇକି ଆଧାର ସେଣ୍ଟରରେ, ନହେଲେ ବ୍ୟାଙ୍କ ପାସବୁକ୍ରେ, ବହୁତ ସେମିତି କିଛି ଅଛି। ଆଉ ଦେଖାଯାଉ ହେଉଛି କି ନାହିଁ, କ'ଣ ହେଉଛି।